ମେଣ୍ଢାଶାଳାର ଅନ୍ୟତମ ମନ୍ଦିର, ପୁରାତନ ମନ୍ଦିର, ଐତିହାସିକ ଲୋକକଳାର ଗାଁ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ। ଆମ ସହିତ ସାର୍ ଅଛନ୍ତି। ସାର୍ ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ। କ'ଣ କହିବେ ରାଧାକାନ୍ତ ମନ୍ଦିର ବହୁ ପୁରାତନ ମନ୍ଦିର, କ'ଣ ରହିଛି କିମ୍ବଦନ୍ତୀ? ମୋ ନାଁ ଶ୍ରୀ ହରିହର ସାମନ୍ତରାୟ। ମୁଁ ଏଇ ରାଧାକାନ୍ତ ମନ୍ଦିରର ମାର୍ଫତଦାର ରୂପେ ଗ୍ରାମବାସୀ ମୋତେ ନିଯୁକ୍ତ କରିଛନ୍ତି। ଇଏ ହେଉଛି ଏକ ପୁରାତନ ମନ୍ଦିର। ଏଇ ଯେଉଁ ଠାକୁର ରାଧାକାନ୍ତ ଦେବ, ଇଏ ସବୁ ଡମ୍ପଡ଼ା ଗଡ଼ରୁ ଏ ଠାକୁର ଆସିକି ଏଠାରେ ପ୍ରତିଷ୍ଠିତ ହେବାର ଆମେ ସୂଚନା ପାଇଛୁ। ଏ ମନ୍ଦିର ପ୍ରାୟ 70 ବର୍ଷ 70 ବର୍ଷରୁ 100 ବର୍ଷ ଭିତରେ ଏ ମନ୍ଦିରର ପ୍ରତିଷ୍ଠା ହେବାର ନଜିର ରହିଛି। ଥରେ ଏ ଠାକୁର ମେଣ୍ଢାଶାଳା ଗାଁ ଜଣେ ଡମ୍ପଡ଼ା ଗଡ଼ରୁ ତାଙ୍କୁ କୌଣସି ଏକ ମନ୍ଦିରରୁ ଚୋରି କରି ନେଇ ଆସିଥିଲା। ତାଙ୍କୁ ନେଇକି କୌଣସି ଏକ ଜାଗାରେ ଲୁଚେଇ ଦେଇଥିଲା, ଯାହାଫଳରେ କି ସେ ଠାକୁର ସ୍ୱପ୍ନାଦେଶ ହେଲା। ସିଏ ଆଉ ସେ ଯେଉଁ ଲୋକ ଚୋରି କରିଥିଲା ସିଏ ଆଣିକି ମାନେ ଏଇ ମେଣ୍ଢାଶାଳ ଗ୍ରାମରେ ହସ୍ତାନ୍ତର କରିବାରୁ ତାର ଆଉ କିଛି କ୍ଷୟକ୍ଷତି ହେଇନଥିଲା, ଯାହାଫଳରେ କି ସେଇ ଦିନଠାରୁ ସେ ଏଠାରେ ପୂଜା ପାଉଛନ୍ତି। ଦର୍ଶକ ବନ୍ଧୁ, ମେଣ୍ଢାଶାଳା ଓଡ଼ିଶାର ଇତିହାସ ଲୋକକଳାକୁ ଆଉ କିଛି ପାଦ ଆଗେଇ ନେଇଛି। ଆମ ସହିତ ଯେଉଁ ସାର୍ ଅଛନ୍ତି କହିଲେ ବର୍ତ୍ତମାନ ମନ୍ଦିରର କିଛି ଅଲୌକିକ କଥା ବସ୍ତୁ ଘଟଣାମାନ। ସାର୍ କ'ଣ କହିବେ? ମେଣ୍ଢାଶାଳ ଓଡ଼ିଶାର ଗୋଟେ ଅନ୍ୟତମ ଗାଁ। ଏ ଗାଁରେ ମଧ୍ୟ ଅନେକ କିଛି ଅଛି ସୁନାମଧନ୍ୟ କଥା ଓ ଇତିହାସ କୁହନ୍ତୁ କି ଲୋକକଳା କଥା କୁହନ୍ତୁ, ଯାତ୍ରା ମଞ୍ଚଠାରୁ ଆରମ୍ଭ କରି ଇତିହାସ ପର୍ଯ୍ୟନ୍ତ ଏ ଗାଁରେ ଗୋଟେ ସ୍ୱତନ୍ତ୍ର ପରିଚୟ ଅଛି। ବରିଷ୍ଠ ହିସାବରେ ଆପଣ ଗାଁର ଯେହେତୁ ବରିଷ୍ଠ ସଦସ୍ୟ, ବର୍ତ୍ତମାନର ପିଢ଼ି ଯୁବପିଢ଼ିମାନେ ଗାଁର କଳା ସଂସ୍କୃତି ପରମ୍ପରାକୁ କେତେ ସହଯୋଗ କରୁଛନ୍ତି? ଏଇ ମେଣ୍ଢାଶାଳ ଏକ ବହୁତ ପୁରାତନ ଗାଁ। ଇଏ ଆମର ବ୍ରିଟିଶ ଅମଳରୁ ମଧ୍ୟ ଏଇ ଗ୍ରାମର ଲୋକମାନେ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ବହୁତ ଭାଗ ନେଇଛନ୍ତି। ଏଇଟା ଯେହେତୁ ଖୋର୍ଦ୍ଧା ରାଜାଙ୍କର ଅଧୀନରେ ଥିଲା, ଏଠାରେ ବହୁତ ମଧ୍ୟ କିମ୍ବଦନ୍ତୀ ପୁରାତନ କିମ୍ବଦନ୍ତୀ ରହିଛି। ଯଥା ଏଠି ନିକଟସ୍ଥ ଏକ ସ୍ଥାନ ଅଛି, ତାକୁ କୁହାଯାଉଛି ଗଡ଼ତୋଟା ବା ଧାନହର ବାଉଟି। ଏଠି ସେଇ ରାଜାଙ୍କର ସବୁ ଅମାର ଘର ଏଠି ରହିଥିଲା, ଯେଉଁ ଫଳରେ କି ସୈନ୍ୟ ସମସ୍ତମାନଙ୍କୁ ଏଠାରୁ ଶସ୍ୟ ସାମଗ୍ରୀ ଯାଏ। ତାପରେ ମଧ୍ୟ ଏଇ ନିକଟରେ ଏକ ମୁଣ୍ଡିଆ ଅଛି। ଏଇ ମେଣ୍ଢାଶାଳ ଗ୍ରାମର ପୂର୍ବପଟେ ଏକ ମୁଣ୍ଡିଆ, ଦେଉଳିଆ ମୁଣ୍ଡିଆ ତାକୁ କୁହାଯାଉଛି। ଯେତେବେଳେ ବ୍ରିଟିଶ ମାନେ ଏଇ ଆସନ୍ତି, ଏଇ ଲୋକମାନେ ପାଇକରାପୁରରେ ଏକ ରହିଛି ଏକ ପାଇକମାନଙ୍କର ସ୍ଥଳ ଥିଲା ସେଠାରେ। ତେଣୁ ସେମାନଙ୍କୁ ଦମନ କରିବା ପାଇଁ ସେଇ ଦେଉଳିଆ ମୁଣ୍ଡିଆ ମଧ୍ୟ ଦେଇକି ସେମାନେ ଯାଆନ୍ତି। ତେଣୁ ସେଠି କ'ଣ ହେଇଛି ନା, ଜଣେ ଯେତେବେଳେ ସେତେବେଳେ ତ ଭୟଙ୍କର ଜଙ୍ଗଲ ଥିଲା, ସେଇ ମାନେ ଛୋଟ ବାଟ ଦେଇକି ଯିବାକୁ ପଡ଼ୁଥିଲା। ତେଣୁ ସେଇ ଦେଉଳିଆ ମୁଣ୍ଡିଆ ଉପରେ ଏକ ବିରାଟକାୟ ପଥର ସେଇ ବାଟ ଉପରେ ଖଞ୍ଜା ଯାଇଥିଲା। ଯେତେବେଳେ ବ୍ରିଟିଶ ମାନେ ତାଙ୍କର ଫୌଜମାନେ ଏଇପଟେ ଯିବେ, ସେ ପଥରକୁ କ'ଣ କରାଯିବ ନା ଗୋଡ଼େଇ ଦିଆଗଲେ ସେମାନଙ୍କ ବାଟ ବନ୍ଦ ହେଇଯିବ ଆଉ ସେମାନେ ଏ ଜାଗାକୁ ଆଉ ପାଇକରାପୁରକୁ ଯାଇପାରିବେ ନାହିଁ। ଏଇଭଳିଆ ତିଆରି ହେଇଥିଲା, ସେ ପଥରକୁ ସେଟିଂ କରାହେଇଥିଲା। କିନ୍ତୁ ଦୁର୍ଭାଗ୍ୟକ୍ରମେ ଯେତେବେଳେ ଇଂରେଜମାନେ ଗଲେ, ସେ ପଥରକୁ ଗୋଡ଼େଇ ଦିଆଗଲା, କିନ୍ତୁ ସେ ପଥରଟା ପାହାଡ଼ ଉପରେ ଅଧା ପର୍ଯ୍ୟନ୍ତ ରହିଗଲା। ସେଇ ଦିନଠାରୁ ଯାହାଫଳରେ କି ସେମାନେ ପାଇକରାପୁର ପର୍ଯ୍ୟନ୍ତ ବ୍ରିଟିଶ ସୈନ୍ୟମାନେ ପହଞ୍ଚିଗଲେ, ଯାହାଫଳରେ କି ସେ ପଥର ଆଜି ପର୍ଯ୍ୟନ୍ତ ସେ ପଥର ଏକ ନିମକହାରାମ ପଥର ରୂପେ ବିବେଚିତ କରାଯାଉଛି। ଲୋକମାନେ ସେଇ ଦିନଠାରୁ ଯେତେବେଳେ ବର୍ଷାର ଅଭାବ ହୁଏ, ସେ ପଥରକୁ ବାଡ଼ାନ୍ତି।
ତାକୁ ତେଣୁ ସେଇଟା ଏକ କିମ୍ବଦନ୍ତୀ ଅଛି। ଯେତେବେଳେ ବ୍ରିଟିଶ ମାନେ ସେଇ ପଟ ଦେଇକି ଗଲେ ତାର ସୂଚନା ଦେବା ପାଇଁ କାହାଳିଆ ଷଣ୍ଢ ବୋଲି ଗୋଟେ ଠାକୁର ଅଛନ୍ତି, ସେଠି ମଧ୍ୟ ସିଏ କ'ଣ କଲେ ନା ଏଇ ଯେଉଁ କାହାଳି ସାହାଯ୍ୟରେ ଜଣେଇ ଦେଇଥିଲା। ତେଣୁ ଆଜି ପର୍ଯ୍ୟନ୍ତ ମଧ୍ୟ ତାର ସ୍ମାରକ ସ୍ୱରୂପ ସେଠାରେ ଏକ କାହାଳିଆ ଷଣ୍ଢ ମନ୍ଦିର ମଧ୍ୟ ମୁଣ୍ଡିଆ ତଳେ ନିର୍ମାଣ କରାଯାଇଛି। ଦର୍ଶକ ବନ୍ଧୁ, ଅନେକ କଥାକଥିତ କାହାଣୀ, ଓଡ଼ିଶାର ପରମ୍ପରା, ଖୋର୍ଦ୍ଧାଗଡ଼ ଓଡ଼ିଶାର ଗୋଟେ ସ୍ୱତନ୍ତ୍ର ପରିଚୟ। ଏଇଠୁ ଆଖଡ଼ା, ପାଇକ ଆଖଡ଼ା, ଏଇଠୁ କଳା ସଂସ୍କୃତି, ଏଇଠୁ ପରମ୍ପରା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଓଡ଼ିଶାର ବର୍ତ୍ତମାନ ଛାତି ଉପରେ ଆମେ ଅଛୁ। ଓଡ଼ିଶାର ହୃଦୟ, ହାର୍ଟ କହିଲେ ଅତ୍ୟୁକ୍ତି ହେବନି। ଖୋର୍ଦ୍ଧାଗଡ଼ ମେଣ୍ଢାଶାଳ ସୁପର ଯାତ୍ରା ମଞ୍ଚ। ଏଇଥିପାଇଁ ଆମେ ଯାତ୍ରା ମଞ୍ଚ କହୁଛୁ, କାହିଁକି ନା ଯେହେତୁ ଓଡ଼ିଶା ଯାତ୍ରା ହାଲଚାଲ ଲାଇଭ୍ ଟେଲିକାଷ୍ଟ ଚାଲିଛି। ଅନେକ ଇତିହାସ ଅଛି ଓଡ଼ିଶାର, ଅନେକ ଗୌରବ, ଅନେକ ଗାରିମା ଏ ଖୋର୍ଦ୍ଧାଗଡ଼ରେ ଅଛି। ଏବଂ ଆମ ସହିତ ଥିଲେ ମେଣ୍ଢାଶାଳର ବାପା ଦାଦା, ପୁରୁଣା ଲୋକ, ପୁରୁଣା ବରିଷ୍ଠ ଗାଁର, ଯାହାଙ୍କର ଅଛି ଏ ଗାଁ ପ୍ରତି ଅବଦାନ ଏବଂ ଏ ଗାଁ ପ୍ରତି କିଛି ତତ୍ତ୍ୱବଧାନ। ଦର୍ଶକ ବନ୍ଧୁ, ସିଧାସଳଖ ଆମ ସହିତ ଥିଲେ ଗାଁର ଜଣେ ମୁରବୀ, ରଖିଲେ ତାଙ୍କର ପ୍ରତିକ୍ରିୟା। ପୁଣି ଥରେ ଫେରିବା ଲାଇଭ୍ ଟେଲିକାଷ୍ଟକୁ କିଛି ସୂଚନା ପ୍ରତ୍ୟାବର୍ତ୍ତନ